ଚଲେଇବ କେମିତି? ସିଆଡେ ନା ଦେଖେ କାଠି ଦେଖ ତ ପଇଁକି ଶାଗ ଚଲତେ କାଠି ଚା ରଖିଛି କଣ ପିଇଦେଲେ ଲୁଗାପଟା ସବୁ ପୁରୁଣା ଲୁଗାପଟା ଦିଆ ହଉଛି ଜିନିଷ ରଖିବା ପାଇଁ। ଦେଖନ୍ତୁ ତମର ଏଇ ଦିଟା ମାଠିଆ ରଖିବ କି? ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଓଡ଼ିଆ ବୋହୂ ମେକଅପ୍ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ। ସାଙ୍ଗମାନେ ଯଦି ଭିଡ଼ିଓଟି ଆପଣମାନଙ୍କୁ ଶେଷରେ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଆଜି ମୋ ପିଲାମାନଙ୍କୁ ମୁଁ ପଠଉଛି ମାର୍କେଟ। ନୂଆ ଶାଢ଼ୀ ଆଣିଥିଲେ ତ ନେଉଛନ୍ତି ବ୍ଲାଉଜ ଦେଇ। ଯେହେତୁ ଆମ ଘରଠୁ 2 କିଲୋମିଟର ବଜାର ମାର୍କେଟ ଆମର, ମୁଁ ଯାଇପାରୁନି, ଖରା ଜୋରରେ ହେଉଛି, ଚାଲି ଚାଲି ଯାଇ ହେବନି। ପିଲାମାନେ ସାଇକେଲରେ ଯିବେ ବୋଲି ବାହାରୁଛନ୍ତି, ମୁଁ ବାହାରିଥିଲି। ଝିଅ ମନା କଲା, ନାଇଁ ତୁ ଯାଆନି, ଆମେ ଭାଇ ଭଉଣୀ ଯାଉଛୁ ଦେଇକି ଆସିବୁ। ତ ଏମାନଙ୍କୁ ଡର ଲାଗୁଛି ବି ଛାଡ଼ିବା ପାଇଁ, କାହିଁକି ନା ଏ ଲାଗୁଛନ୍ତି କେଟରେ କେଟରେ ହେଇକି। ଚାଲନ୍ତୁ ଦେଖିବା କେମିତି ଲାଗିକା ବି 2 ଜଣ ଯାକ ଯାଉଛନ୍ତି। ବାହାରିଲା ପ୍ରଥମରୁ ବାହାରୁଛନ୍ତି ଯେ ଲାଗୁଛନ୍ତି। ଚାଲନ୍ତୁ ଦେଖିବା କେମିତି ସେ ଭାଇ ଭଉଣୀ ଲାଗୁଛନ୍ତି ଆଉ ଶାଢ଼ୀ ଧରିକି ବାହାରିଲାଣି ଯିବା ପାଇଁ। ଆସନ୍ତୁ ଦେଖିବା। ମୋ ପୁଅ ଯାଉଛି, ମୋ ଝିଅ ଯାଉଛି, ମୁଁ କହିଲିନି ବ୍ଲାଉଜ ଦେଇକି ଆସିବେ। ବ୍ଲାଉଜ ଦେଇକି ଆମେ तो साइकिल हाँ से छुआटा से ठंडा चलेब केमती सियाड़े ना देखे काठी देख तो पईकी ଶାଗ ଚଲତେ କାଠି ବାଡ଼ି ବାହାର କରିଦଉଛୁ। କାଟା ବାହାରିଗଲା, ମୁଁ କଣ କାଟା ବାହାରିଗଲା, ମୁଁ କଣ କରିବି? ବାଟରେ ଲାଗିବନି, ଜଲ୍ଦି ଆସିବ। ଆମର ଲୁଗାପଟା ସବୁ ପୁରୁଣା ଲୁଗାପଟା ଦିଆ ହଉଛି ଜିନିଷ ରଖିବା ପାଇଁ। ଦେଖନ୍ତୁ ତମର ଏଇ ଦିଟା ମାଠିଆ ରଖିବ କି? ତିନିଟା ଅଛି, ଆଉ ପଇସା କେତେ ଟଙ୍କା ନବ? ଗড়ା ଦେଇ ହେବ ନା, ଗড়ା ଦେଲେ 60 ଟଙ୍କା ପଇସା ଦେବା ପଡ଼ିବ। ଗড়ା ଯଦି କିଣିବ 60 ଟଙ୍କା ପଇସା, ଯଦି ଲୁଗା ଦେବ ତିନିଟା ଦେବି, ଆଉ ଗୋଟେ ଲୁଗାର ଗୋହ କେତେ ଟଙ୍କା? ସେ ଆସିବ তোমার ସେଇ 30 ଟଙ୍କା। କୋଉଟା କହିଲି, ଗড়ା ଯୋଡ଼େ ଲୁଗାରେ ଗড়ା କମ୍ପାନୀକୁ ଲୁଗା ଦେବା ପଡ଼ିବ। ଯେତେବେଳେ ଆମକୁ ପଇସା କହୁଛ ଆଉ ଗୋଟାକୁ ନେବା ପଡ଼ିବ, 30 ଟଙ୍କା ଦେବା ପଡ଼ିବ ଗୋଟେ ଲୁଗାରେ। ଦେଖନ୍ତୁ ସନ୍ଧ୍ୟାବେଳ ଟାଇମ ଚା ପିଉଛୁ, ଚାରେ ବିସ୍କେଟ ପକେଇକି ନାଲି ଚା। ଆଉ ଆପଣମାନେ ଯଦି ପିଇବେ ନିଶ୍ଚିନ୍ତ ଆସନ୍ତୁ, ମୁଁ ଆପଣମାନଙ୍କ ପାଇଁ ଚା ରଖିଛି କଣ ପିଇଦେଲେ ଢାଳିକି। ଚା କରି ଆସିଛି ମୁଁ ନୁହଁ, ମୋ ଶ୍ୱଶୁର କରିଛନ୍ତି।